ସାହିତ୍ୟରେ ମୌଳିକତା ବସ୍ତୁ ବା ପଦାର୍ଥର ଯାହା ମୂଳ ସତ୍ତା ବା ଅବସ୍ଥିତି ସେଥିରୁ ମୌଳିକତା ଆସେ। ମୂଳ ନଥିଲେ ମୌଳିକତା ନାହିଁ। ମୂଳ ପଦାର୍ଥକୁ ସ୍ୱାତନ୍ତ୍ର୍ୟ ଦିଏ, ଭିନ୍ନତା ଦର୍ଶାଏ। ସାମଞ୍ଜସ୍ୟାତ୍ମକ ପ୍ରଭାବିକତା ପାଇଁ ମୌଳିକତାକୁ ବସ୍ତୁଠାରୁ ଖୋଜାଯାଏ। ସାହିତ୍ୟ ଭାବ୍ୟ ବସ୍ତୁ। ଲେଖକୀୟ ଭାବନାରୁ ସାହିତ୍ୟ ଗଳ୍ପ, କବିତା, ଉପନ୍ୟାସ, ନାଟକ ହୋଇ ନିଜସ୍ୱ ଆକାର ଧରି ସ୍ଥିତି ପ୍ରକାଶେ, ଚର୍ଚ୍ଚାର ପାଠ୍ୟର ସ୍ତରକୁ ଆସେ। ସାହିତ୍ୟରେ ମୌଳିକତା ଏକ ଖୋଜିବା ବା ଅନୁସନ୍ଧାନିକ କ୍ରିୟା। ଅନୁସନ୍ଧିତ୍ସୁ ମନକୁ ସ୍ୱତଃ ବା ଆପଣା ଛାଏଁ ଏହା ଆକୃଷ୍ଟ କରେ। ସାହିତ୍ୟରେ ମୌଳିକତା ରହି ନଥିଲେ ସାହିତ୍ୟ ଶେଷରେ ଅପବାଦର ଶିକାର ବା ଶରବ୍ୟ ହୁଏ। ପାଠକ ମଧ୍ୟ ବହୁଶାସ୍ତ୍ରଦର୍ଶୀ ଥିବାରୁ ସଙ୍ଗେ ସଙ୍ଗେ କହି ଦେଇଥାଏ କି ଏହି ସାହିତ୍ୟର କିଛି ବିଶେଷତ୍ୱ ନାହିଁ, ଏହା ସମ୍ପୂର୍ଣ୍ଣ ଅନୁକରଣ ସର୍ବସ୍ୱ ହୋଇ ଅନୁକରଣରେ ପରିଣତ ପର୍ଯ୍ୟବସିତ ହୋଇଯାଇଛି। ସୁତରାଂ ଏ ପ୍ରକାର ଅପବାଦରୁ ମୁକ୍ତି ପାଇବା ପାଇଁ ସାମଞ୍ଜସ୍ୟାତ୍ମକ ପ୍ରଭାବିତ ହୋଇ ସୃଷ୍ଟି ହୋଇଥିବା ସାହିତ୍ୟରେ ମୌଳିକତାର ନିଜରପଣ ଆପଣାପଣକୁ ସତତ ଖୋଜାଯାଏ। ନହେଲେ ପ୍ରଭାବିତ ହୋଇ ରଚିତ ହୋଇଥିବା ସାହିତ୍ୟଟିର ବିଶେଷତା ରହିବ ନାହିଁ। ସାହିତ୍ୟଟି ଚହଳ ସୃଷ୍ଟି କରି ପାରିବ ନାହିଁ, ଆକର୍ଷକ ହୋଇପାରିବ ନାହିଁ, ଅସାଧାରଣ ମନେହେବ ନାହିଁ। ଏଥିପାଇଁ ସାହିତ୍ୟରେ ମୌଳିକତାର ପ୍ରସଙ୍ଗ ଆଦୌ ଅକିଞ୍ଚିତ୍କର ବା ସାମାନ୍ୟ ପ୍ରସଙ୍ଗ କଦାପି ନୁହେଁ। ମୌଳିକତାକୁ ଇଂରାଜୀ ପରିଭାଷାରେ ଅରିଜିନାଲିଟି କୁହାଯାଏ। ସାହିତ୍ୟଟି ଜୀବନର ଅନୁଭୂତି ବା ଅଭିଜ୍ଞତାରୁ ଲେଖାଯାଇଥାଏ। ଅନୁଭୂତି ଲେଖକ ମନରେ ଲେଖିବାର, ସାହିତ୍ୟ ସର୍ଜିବାର ମନୋଭାବ ଉତ୍ପନ୍ନ କରିଥାଏ। ଲେଖ ଲେଖ ବୋଲି ଅସ୍ଫୁଟ ସ୍ୱରରେ କହେ। ଲେଖକକୁ ମାନସିକ ସ୍ତରରେ ଅସ୍ଥିର ଚିତ୍ତ କରାଏ। ଆବେଗ ବା ଲେଖିବାର ଚାଞ୍ଚଲ୍ୟ ଭରେ। ପରେ ଯାଇ ଲେଖକ ଲେଖେ, ସାହିତ୍ୟ ସୃଷ୍ଟିରେ ମଜ୍ଜିଯାଏ, ବ୍ୟସ୍ତ ରହେ, ଆଉ ସାହିତ୍ୟକୁ ଶେଷରେ ଆକୃତିବନ୍ତ କରାଏ। ତେବେ ଯାଇ ସାହିତ୍ୟଟି କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ନାଟକ, ନାଟିକା, ପ୍ରବନ୍ଧ, ସମୀକ୍ଷା, ଜୀବନୀ, ଭ୍ରମଣ କାହାଣୀ ବନାଏ, ନିଜକୁ ନିରୂପିତ କରେ। ସୃଜନଶୀଳ କଳାର ଧୁରୀଣ ମହନୀୟ ଦରବାରରେ ସ୍ଥିତି ପ୍ରକାଶେ। ସୁତରାଂ ସାହିତ୍ୟରେ ମୌଳିକତା ଖୋଜାଯିବ, ଅବଶ୍ୟ ଅନୁସନ୍ଧିତ୍ସୁ ହେବ। ତେବେ ସର୍ବାଦୌ ଆଗ୍ରହ ଥିବା ଦରକାର। ଇଚ୍ଛା ନଥିଲେ ସାହିତ୍ୟରେ ମୌଳିକତା ଖୋଜାଯାଇପାରିବ ନାହିଁ। ସାହିତ୍ୟରେ ମୌଳିକତା ଏକ ଦରକାରୀ ପ୍ରସଙ୍ଗ। ନହେଲେ ଲେଖକର ନିଜତ୍ୱ ରହିପାରିବ ନାହିଁ। ଲେଖକ ଅଳିଆ ଗଦାର ସାମଗ୍ରୀ ହୋଇଯିବ। କେହି ପଚାରିବେ ନାହିଁ। ବିଶେଷତ୍ୱ ନଥିଲେ କିଏ ବା କାହିଁକି ପଚାରିବାକୁ ଯିବ? ସ୍ୱାର୍ଥପରତା ମଣିଷର ସହଜାତ ଗୁଣ ବା ପ୍ରବୃତ୍ତି, ଯେଉଁଥିରୁ ସୁବିଧାବାଦିତା ଆସେ। ମଣିଷ ଆକର୍ଷିତ ଜୀବ। ଆକର୍ଷଣ ମଣିଷକୁ ଅନୁକରଣ ପ୍ରିୟ କରାଏ, ଆଉ ତୁଳନାତ୍ମକ ସାହିତ୍ୟର ଉତ୍ପନ୍ନ ହୁଏ। ତୁଳନାତ୍ମକ ସାହିତ୍ୟ ପାଇଁ ସାହିତ୍ୟରେ ମୌଳିକତାର ଖୋଜିବା, ଖୋଜ ବା ଏହାର ଅନୁସନ୍ଧାନ ହୋଇଥାଏ। ଯେଉଁଠି ତୁଳନା ନାହିଁ ସେଠି ମୌଳିକତା ବା ଅରିଜିନାଲିଟି ନାହିଁ। ଆଉ ଯାହା ଅରିଜିନାଲ ନୁହେଁ ତାହା ଭେଜାଲ ବା ଖାଣ୍ଟି ନୁହେଁ। ଇଂରାଜୀରେ ଯାହାକୁ ପିଓର କୁହାଯାଏ, ତାହା ଇମ୍ପିଓର। ସୁତରାଂ ସାହିତ୍ୟରେ ମୌଳିକତାକୁ ଖୋଜିବା ଶୁଭଙ୍କର ପ୍ରସଙ୍ଗ, ଦରକାରୀ ଆସଙ୍ଗ। ସମନାମିକ, ସମଜାତିକ ଦୁଇଟି ସାମଞ୍ଜସ୍ୟାତ୍ମକ ସାହିତ୍ୟ ସୃଷ୍ଟିକୁ ନେଇ ଯେମିତି ତୁଳନାତ୍ମକ ସମୀକ୍ଷା କରାଯାଇଥାଏ, ଠିକ୍ ସେମିତି ପ୍ରୋକ୍ତ ବା ସେହି ତୁଳନାତ୍ମକ ଦୁଇଟି ସାହିତ୍ୟର ମୌଳିକତା ଖୋଜାଯାଇଥାଏ। ନହେଲେ ସାହିତ୍ୟ ଅପବାଦ ପାଇବ। ସାହିତ୍ୟ କେମିତି ଅପବାଦ ମୁକ୍ତ ହେବ, ଏହାର ପ୍ରଯତ୍ନ ମୌଳିକତା କରି ପ୍ରମାଣିତ କରି ଦର୍ଶାଇ ଦେଇଥାଏ କି ସାହିତ୍ୟଟି ପ୍ରଭାବିକତାରେ ଆସି ରଚିତ ହୋଇଛି ସିନା, ହେଲେ ନିଜରପଣ ସ୍ୱାତନ୍ତ୍ର୍ୟ ସୁରକ୍ଷିତ ରଖିପାରିଅଛି। ପାର୍ଥକ୍ୟ ହିଁ, ପ୍ରଭେଦତା ହିଁ ସାହିତ୍ୟରେ ମୌଳିକତା ଆଣେ, ନିଜର ନିଆରାପଣ ଦେଖାଏ, ନିଜକୁ ଗରୀୟାନ ବା ମହାନ ସୂର୍ଯ୍ୟମାନ କଳା ଦରବାରରେ କରାଏ। କିନ୍ତୁ ସାହିତ୍ୟିକ ବା ରଚୟିତା, ଲେଖକ, ସାହିତ୍ୟରେ ମୌଳିକତା ଭାରି ଜଟିଳ ପ୍ରସଙ୍ଗ। ପାଠକ ବହୁତ କିଛି ତୁଳନାତ୍ମକ ସାହିତ୍ୟ ପଢ଼ିଥିଲେ ଯାଇ ସେଥିରୁ ମୌଳିକତା ବା ଅରିଜିନାଲିଟିକୁ
ଖୋଜିପାରିବ ବା ଜାଣିପାରିବ। ଏହା ପୂର୍ବରୁ ଜମା ନୁହେଁ। ତୁଳନା ମୌଳିକତାର ଦିଶା ବା ଦିଗକୁ ଦର୍ଶାଏ। ତୁଳନା ବିନା ମୌଳିକତା ନାହିଁ, ଆଉ ଖୋଜିବା ବି ନାହିଁ। ଆସିବ ବା କେଉଁଠୁ? ତୁ ଭାରି ଅରିଜିନାଲ। ଏ ପ୍ରଶ୍ନ ପଚାରିବା ମୂଳରେ ମୌଳିକତା ଅଛି। ନିଜତ୍ୱ ବା ଆପଣାପଣର ଖୋଜିବା ରହିଛି। ମୌଳିକତା ନ ଖୋଜିଲେ ମିଳେନା। ଆଉ ଖୋଜିବା ପାଇଁ ପାର୍ଥକ୍ୟ ଦରକାର। ବସ୍ତୁ ଦ୍ୱୟର ତୁଳନା ବା କମ୍ପେୟାର ଆବଶ୍ୟକ। ତୁଳନା ବିହୀନ ବସ୍ତୁରେ ମୌଳିକତା ଖୋଜା ଯାଇନଥାଏ। ଯେହେତୁ ପ୍ରଭେଦକରଣ ନାହିଁ, ବିଚଳିତ ହେଲେ ତ ଯାଇ ମୌଳିକତା ବା ଅରିଜିନାଲିଟିକୁ ଖୋଜିବ, ନହେଲେ କୋଉ ଭିତ୍ତିରୁ ଖୋଜିବ? ତୁଳନାତ୍ମକ ସାହିତ୍ୟ ଏବଂ ତୁଳନାତ୍ମକ ସମୀକ୍ଷା ହୋଇ ସାହିତ୍ୟରେ ତୁଳନା ଦୁଇ ପ୍ରକାର। ଅଳଙ୍କାର ଶାସ୍ତ୍ର ପୂର୍ବରୁ ସାହିତ୍ୟରେ ତୁଳନାର ଭିତ୍ତି ବା ମୂଳଦୁଆ ସର୍ଜି ସାରିଅଛି। ଉପମା ଅଳଙ୍କାରରେ ଏହି ତୁଳନା ଥାଏ। ଯଥା ମାତା ପୁତ୍ରର ଚନ୍ଦ୍ରମୁଖ ଚୁମ୍ବନ କଲେ। ପୁଅ ମୁହଁ ମା'କୁ ଚନ୍ଦ୍ର ଭଳି ଲାଗିଲା ବା ଦିଶିଲାରୁ ସେ ପୁଅ ମୁଖମଣ୍ଡଳକୁ ଚନ୍ଦ୍ର ସହିତ ତୁଳିତ କଲା। ନହେଲେ କରିନଥାନ୍ତା। ସାମଞ୍ଜସ୍ୟ ବା ସମାନତା ହିଁ ତୁଳନାର କାରଣ, ଆଉ ମୌଳିକତା ଖୋଜିବାର ସଂକେତସ୍ଥଳ। ଭାବନାରେ ଯାହା ଥାଏ ଏଥିରୁ ଖୋଜିବା ବାହାରେ, ଆଉ ଶେଷରେ ମୌଳିକତା ଦେଖାଏ। ତେବେ ତୁଳନାତ୍ମକ ସାହିତ୍ୟ ଓଡ଼ିଆ ଭାଷାରେ ହେଲେ ମାଟିକୁ ନେଇ ରାଧାମୋହନ ଗଡ଼ନାୟକଙ୍କର ମାଟି ଏବଂ ବୈକୁଣ୍ଠନାଥ ପଟ୍ଟନାୟକଙ୍କର ମାଟି କବିତାରେ ଯଥାକ୍ରମେ ମାଟି ବା ପୃଥିବୀର ସବୁକିଛି ସହିଯିବାର ଏବଂ ସବୁକିଛି ଦେଖୁଥିବାର ମୌଳିକ ବା ମୂଳ ରଚକୀୟ ଦୃଷ୍ଟିକୋଣ ଅଛି। କୋଣାର୍କର ସୂର୍ଯ୍ୟ ମନ୍ଦିରକୁ ନେଇ ମାୟାଧର ମାନସିଂଙ୍କର, ଶଚୀ ରାଉତରାୟଙ୍କର, ଭାନୁଜୀ ରାଓଙ୍କର ଯଥାକ୍ରମେ ଏକା ନାମର ତିନୋଟି କବିତାରେ ରହିଥିବା ମୌଳିକ ଦୃଷ୍ଟିଭଙ୍ଗୀଟି ହେଲେ ପ୍ରେମିକା ଭାବେ ସୁନ୍ଦର, ସୂର୍ଯ୍ୟ ମନ୍ଦିରକୁ କୁଣ୍ଢେଇବା, ପ୍ରଶଂସାରେ ଶତମୁଖ ହେବା, ସୂର୍ଯ୍ୟ ମନ୍ଦିରକୁ 1200 ବଢ଼େଇ 12 ବର୍ଷ ଲାଗି ରାଜ ଆଦେଶକୁ ପାଳନ କରି ରମ୍ୟ କଳାର ଲୀଳା କରିଛନ୍ତି ସତ, ହେଲେ ମଣିଷର ବ୍ୟଥା ବେଦନାର କିଛି କଥା କୁହାଯାଇ ପାରିନାହିଁ। ସହରର ଲୋକେ ମଉଜ ମଜଲିସ ଆମୋଦ ପ୍ରମୋଦ ଭୋଜି ଭାତ କରି ବୁଲିବାକୁ ଯାଇ ନାରୀ ଆସଙ୍ଗଲିପ୍ସାର ମନୋଭାବ ରଖିଛନ୍ତି। ଆଉ ରବି ସିଂଙ୍କ ରଚିତ ଲାଲ ପାଗଡ଼ାର ପ୍ରେତ ହୋଇଛି କୋଣାର୍କର ସୂର୍ଯ୍ୟ ମନ୍ଦିରର ମୁଣ୍ଡି ମାରିଥିବା 12 ବର୍ଷର ବାଳୁତ ପୁତ୍ର ଧର୍ମା ବିଶୁ ମହାରଣାର ପୁଅ, ଯିଏକି ଓଡ଼ିଆ ଜାତିକୁ ଅଭିସମ୍ପାଦ ଦେଇ କହିଛି, ଜାତି ପାଇଁ ମୁଁ ପ୍ରାଣ ବିସର୍ଜନ କଲି, ଆଉ ଜାତି ପାଇଁ ତମେ ସ୍ୱାର୍ଥପର ହେଉଛ ବ୍ୟକ୍ତି କୈନ୍ଦ୍ରିକତାକୁ ପାଥେୟ କରି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ଧର୍ମପଦ କାବ୍ୟ ମାନବ ଜୀବନ ନୁହଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ। ମ୍ୟାନ୍ ଲିଭ୍ସ ଇନ୍ ଡିଡ୍ସ ନଟ୍ ଇନ୍ ଇୟର୍ସ। କର୍ତ୍ତବ୍ୟ ପାଳନେ ଯଶ ଧନ ଲଭେ ଦୁନିଆରେ କର୍ମବୀର, ଭାଗ୍ୟକୁ ଆଦରି କାପୁରୁଷ ସିନା ଦୁଃଖ ଭୋଗେ ବାରମ୍ବାର। ଉପରୋକ୍ତ ପାଞ୍ଚଟି ଯାକ ସାହିତ୍ୟ ସୃଷ୍ଟିର ଏହା ହିଁ ହେଉଛି ନିଜରପଣର ମୌଳିକତା ବା ଅରିଜିନାଲିଟି। ସେହିଭଳି ତୁଳନାତ୍ମକ ସମୀକ୍ଷାର ମୌଳିକତା ହେଲା ସେଇଟା ଭଲ, ଏଇଟା ଭଲ ନୁହେଁ। ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ ବଙ୍ଗଳାର କବି ଜୀବନାନନ୍ଦ ଦାସଙ୍କର ବନଲତା ସେନ କବିତାକୁ ପଢ଼ି ନାରୀର ପୁରାଣ ଯୁଗରୁ ନେଇକରି ଇତିହାସ ଏବଂ ଆଜିର ଯୁଗ ପର୍ଯ୍ୟନ୍ତ ଅତ୍ୟାଚାରିତ ରୂପକୁ ନିଜ ରଚିତ ଅଳକା ସାନ୍ୟାଲ କବିତାରେ ଦେଖାଇଛନ୍ତି। ଶଚୀ ରାଉତରାୟଙ୍କର ଅଳକା ସାନ୍ୟାଲ କବିତା ପଢ଼ି ଇଂରାଜୀର ଅଧ୍ୟାପକ, ଅଧ୍ୟକ୍ଷ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଅତୀତରେ ଥିବା କବି ଗୁରୁପ୍ରସାଦ ମହାନ୍ତି ଆକର୍ଷିତ ପ୍ରଭାବିତ ହୋଇ ନିଜେ ଅଧିକା ସେହି ଏକା ନାମରେ ଅଳକା ସାନ୍ୟାଲ କବିତା ଲେଖିଲେ। ସବୁଥିରେ ମୌଳିକତା ଗୁଣଗ୍ରାମ ହେଲା ନାମରେ। ପ୍ରଥମେ ଶଚୀ ରାଉତରାୟ ଅଲଗା, ବନଲତା ସେନ ଓ ଅଳକା ସାନ୍ୟାଲ, ପରେ ଗୁରୁପ୍ରସାଦ ବିଷୟରେ ଭିନ୍ନ, ତାର ପ୍ରମାଣିତ ପଥିକୃତ ସ୍ରଷ୍ଟା। ନାମ ସମାନ ପରନ୍ତୁ ବିଷୟ ଅସମାନ। ଶଚୀବାବୁ ନାରୀର ଅତ୍ୟାଚାରିତ ରୂପକୁ ଦେଖାଇଥିବା ବେଳେ ଗୁରୁପ୍ରସାଦ ନାରୀର ବୈଚିତ୍ର୍ୟକୁ ଦେଖାଇଛନ୍ତି। ଗୋଟିଏ ସ୍ୱର୍ଗପୁରୀରୁ ବିତାଡ଼ିତ ହୱା ବା ଇଭ୍ ଆଧୁନିକା ହୋଇ ନାରୀ ନିଜର ବିବିଧ ରୂପ ସଙ୍ଗିନୀରେ, ରାସରଙ୍ଗିନୀରେ ସହପାଠିନୀ, ଭାଷିକା, ବେଶ୍ୟା, ପାପ ଅବୈଧ ସନ୍ତାନ ଧାରିଣୀ, ପ୍ରେମିକା, ପ୍ରେମିକ ପାଖକୁ ଚିଠି ଲେଖା ଓ ପରେ ସେହି ପ୍ରେମିକର ଚିଠି ଚିରା, ସମୁଦ୍ର ବାଲିରେ ପ୍ରେମିକ ସହିତ ବସିବା, ସିନେମା ଦେଖିବା, ହୋଟେଲରେ ରହିବା, ପ୍ରେମିକର ମୁଁ ତୁମକୁ ସ୍ୱପ୍ନ ଦେଖେ ମୋ ଢିଲା ପାଇଜାମା କାମିଜର ଅମରାବତୀରେ କହିବା ଭିତରେ ଯୌନ ଲାଳସା ପରିତୃପ୍ତ ହେବାର କାମନାର ସଂକେତ ହୋଇଛି। ଅଳକା ବା ଗୋଲକପୁରୀର ନାୟିକା ସାନ୍ୟାଲ ବଙ୍ଗଳା ସଂଜ୍ଞା ନାମଧାରିଣୀ। ଏକ ମେ ଔର ଏକ ତୁ,
दोनों मिले इस तरह और जो तन मन में हो रहा है ये तो होना ही था। हिंदी सिनेमार गीतरे कवि गुरुप्रसाद महांतींकर अलका सान्याल कवितार निजरपणर मौलिकता व ओरिजिनालिटी रही जाइअछि। सेहीपरि विद्युत प्रभा देवींकर जीवन भिक्षा कविता सहित वैकुंठनाथ पट्टनायकंकर किसा गौतमी कवितार मौलिकता है नाम प्रदान भाषा विभिन्नता प्रकाश विषय एक था उपस्थापना व परिवेषण किंतु अलगा। सेहीपरि सुरेन्द्र महांतींकर अम्बापल्ली गल्प सहित वैकुंठनाथ पट्टनायकंकर अम्बापल्लीर उत्कंठा कवितार मौलिकतार आविष्कार है गोटे गप अन्यटी कविता विषय एक हेले परिवेषण अलगा। बुद्धदेवंकर संग सानिध्य पाइबापी नटी बा नर्तकी बारबनिता पाटलिपुत्रर बासिंदा अम्बापल्ली मनरे अनुताप अनुशोचनार भय मु भ्रष्टा नष्ट चरित्रा केमिति बुद्धंकु भेटिबी पापिनी मु। यहांकु नै हिंदी रे सिनेमा होइछि आम्रपल्ली। जड़े ऐतिहासिक चरित्र थिले अम्बापल्ली मरी जाइथिबा पुओकु धरी पुत्र प्रेम अंधुणी माँ तथागत बुद्धदेव को भगवान भावी गौतमी जाई मृत्युहीन परिवार ठारू मुठाए सोरिष आनी न पारी संसार और जीवनर अलिकता नश्वरता कथा भावी शेष जीवनर प्रकृत उद्देश्य भगवान ठारे निजको उत्सर्ग कर देइछन्ति। जीवन भिक्षा और किसा गौतमी नामक कविता द्वयर कहानी रे राधानाथंकर चिलिका और जयकृष्ण मिश्रंकर अंशुपा तीनोटी अक्षरर मिश्रणर नामकरण नहीं प्रकृति विषयक ह्रद को नहीं इंग्राजी कवि लेडी ऑफ द लेक बा बायरनकर बहुशास्त्र दर्शितार प्रभाव तथा आकर्षण रे पड़ी तुलनात्मक साहित्य सर्जनार तुलनात्मकतार सहज समीक्षाटी है नाम अलगा स्थान अलगा उपस्थापना भी अलगा। यहाँ ही साहित्यर मौलिकता प्रश्न उठे साहित्यर मौलिकता ना साहित्यर मौलिकता केउटी ठीक उत्तर दुई गोटी ठीक। साहित्यर माने मौलिकता खोजिला बेले एकक बा गोटिए साहित्यर मौलिकता कथा ही प्रसंग को आसे गोटे साहित्यर मौलिकता खोजा जाए आउ साहित्य माने बहुवचनर प्रतिनिधित्व रे करे जो सबु प्रकार साहित्य आसे काव्य कविता गप उपन्यास सबू।